हेलो एवरीवन वेलकम बैक टू एसके एजुकेशन पॉइंट स्वाधीनता दिवसर समस्तଙ୍କୁ शुभेच्छा एवं शुभकामना तुमମାନଙ୍କ ପାଇଁ ସ୍ୱାଧୀନତା ଦିବସ 2026 ବା ଅଗଷ୍ଟ 15 ପାଇଁ ଓଡ଼ିଆ ଭାଷଣ ସୁନ୍ଦର ଭାବରେ ପରିବେଷଣ କିପରି କରିବ ତାହା ପାଇଁ ଭିଡ଼ିଓ ଆଣିଦେଇଛି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିବ ତୁମକୁ ଅନୁପ୍ରାଣିତ କରିବ ସେହି ଲେଖା ଗୁଡ଼ିକ ସମସ୍ତଙ୍କୁ ଅନୁପ୍ରାଣିତ କରିବ ତାକୁ ଉପଯୋଗ କରି ସ୍କୁଲ ମାନଙ୍କରେ କଲେଜ ମାନଙ୍କରେ ସେ ଭାଷଣକୁ କହିଲେ ସମସ୍ତେ ଅନୁପ୍ରାଣିତ ହୋଇ ନିହାତି ଭାବେ ଦେଶ ପ୍ରେମକୁ ଆଗକୁ ବଢ଼େଇ ପାରିବା ଠିକ୍ ଅଛି ତ ଲେଟ୍ ନକରି ଷ୍ଟାର୍ଟ କରିବା ତା ପୂର୍ବରୁ କହି ରଖୁଛି ଯେଉଁମାନେ ନୂଆ କରି ଚ୍ୟାନେଲକୁ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିକି ବେଲ୍ ଆଇକନକୁ ଅଲ୍ ନୋଟିଫିକେସନରେ ସେଟ୍ କରିଦିଅନ୍ତୁ ଏବଂ ଜଷ୍ଟ ଗୋଟେ ଲାଇକ୍ କରିକି ନିଜ ସାଙ୍ଗମାନଙ୍କ ପାଖକୁ ସେୟାର କରିଦିଅନ୍ତୁ ଏବଂ ବନ୍ଦେ ମାତରମ୍ କିମ୍ବା ଜୟ ହିନ୍ଦ କମେଣ୍ଟ ସେକ୍ସନରେ ନିହାତି ଭାବେ କହିବେ ଆଜିର ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କ ଘରେ ବା ଛାତ ଉପରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଅନୁରୋଧ କରୁଛି ତ ଚାଲ ସୁନ୍ଦର ଭାଷଣକୁ ଆମେ ପରିବେଷଣ କିପରି କରିବା ଲେଖା ହେଇଛି ଆମେ ଦେଖିବା ଆଜି ଆମେ 80ତମ ସ୍ୱାଧୀନତା ଦିବସ ପାଳନ କରୁଛେ ତ ନିହାତି ଭାବେ ଆମ ପାଇଁ ଖୁସିର ଦିନ ଆଜି ଦେଖ ଷ୍ଟାର୍ଟ କରିବା ପରେ ମୋ ସମ୍ମାନନୀୟ ସଭାପତି ମହୋଦୟ ମୁଖ୍ୟ ଅତିଥି ମଞ୍ଚାସୀନ ବିଦ୍ୱାନ ମଣ୍ଡଳୀ ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ ଏବଂ ମୋର ସମ୍ମୁଖରେ ଉପବିଷ୍ଟ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ ମୋର ପ୍ରିୟ ସହପାଠୀ ଭାଇ ଓ ଭଉଣୀମାନେ ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ କୋଟି କୋଟି ଭାରତୀୟଙ୍କ ହୃଦୟର ଗର୍ବ ଗୌରବ ଏବଂ ଅସୀମ ଦେଶପ୍ରେମର ଶିହରଣ ସୃଷ୍ଟି କରୁଥିବା ଏହି ଦିନଟି ହେଉଛି ଆମ ରାଷ୍ଟ୍ରୀୟ ଇତିହାସର ଏକ ପବିତ୍ର ତୀର୍ଥ ଦୀର୍ଘ 200 ବର୍ଷ କ୍ରୁର ବ୍ରିଟିଶ ଶାସନ ଅକଥନୀୟ ଅତ୍ୟାଚାର ଏବଂ ପରାଧୀନତାର ଘନ ଅନ୍ଧକାରକୁ ଚିରି 1947 ମସିହା ଠିକ୍ ଆଜିର ଦିନରେ ଆମର ପ୍ରିୟ ମାତୃଭୂମି ଭାରତବର୍ଷ ଏକ ନୂତନ ସୂର୍ଯ୍ୟୋଦୟ ଦେଖିଥିଲା ସ୍ୱାଧୀନତାର ସେହି ପ୍ରଥମ ସକାଳ କେବଳ ଏକ ତାରିଖ ନଥିଲା ବରଂ ତାହା ଥିଲା କୋଟି କୋଟି ନିଷ୍ପେଷିତ ଭାରତୀୟଙ୍କ ସ୍ୱପ୍ନର ସାକାର ରୂପ ଆଜି ଆମେ ଏଠାରେ ଏକାଠି ହୋଇ ଯେଉଁ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଉଛେ ଏବଂ ମୁକ୍ତ ଆକାଶ ତଳେ ଖୋଲା ନିଶ୍ୱାସ ନେଉଛେ ଏହି ସ୍ୱାଧୀନତା ଆମକୁ ଖୁବ୍ ସହଜରେ କିମ୍ବା କାହାର ଦୟାରୁ ମିଳିନାହିଁ ଏହା ପଛରେ ଲୁଚି ରହିଛି ଅଗଣିତ ବୀର ସନ୍ତାନଙ୍କ ନିଃସ୍ୱାର୍ଥପର ତ୍ୟାଗ ହଜାର ହଜାର ମାଙ୍କର ଲୁହ ଏବଂ ଲକ୍ଷ ଲକ୍ଷ ଅଜ୍ଞାତ ସଂଗ୍ରାମୀଙ୍କର ରକ୍ତର କାହାଣୀ ଆଜିର ଏହି ପବିତ୍ର ଅବସରରେ ମୁଁ ସର୍ବପ୍ରଥମେ ସେହି ସମସ୍ତ ମହାନ ଅମର ଆତ୍ମାକୁ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି ଦେଶ ମାତୃକାର ଶୃଙ୍ଖଳ ମୋଚନ ପାଇଁ ଭାରତର ପୁରପଲ୍ଲୀରୁ ଯେଉଁ ବିପ୍ଳବର ବହ୍ନି ପ୍ରଜ୍ୱଳିତ ହୋଇଥିଲା ତାହା ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା ଏହି ସଂଗ୍ରାମ ଥିଲା ଅଦ୍ୱିତୀୟ ଗୋଟିଏ ପଟେ ମହାତ୍ମା ଗାନ୍ଧୀଙ୍କର ଅହିଂସା ସତ୍ୟାଗ୍ରହ ଏବଂ ଆଇନ ଅମାନ୍ୟ ଆନ୍ଦୋଳନ ସମଗ୍ର ଦେଶକୁ ଏକତ୍ରିତ କରିଥିଲା ସେ ପ୍ରମାଣ କରିଥିଲେ ଯେ ବିନା ଅସ୍ତ୍ରରେ ମଧ୍ୟ ଶତ୍ରୁକୁ ପରାସ୍ତ କରାଯାଇପାରିବ ଅନ୍ୟପଟେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଶହୀଦ ଭଗତ ସିଂ ଚନ୍ଦ୍ରଶେଖର ଆଜାଦ ଏବଂ ରାମପ୍ରସାଦ ବିସ୍ମିଲଙ୍କ ଭଳି ଅଗ୍ନିଯୁଦ୍ଧର ବିପ୍ଳବୀମାନେ ହସି ହସି ଫାଶୀ ଖୁଣ୍ଟରେ ଝୁଲି ପଡ଼ିଥିଲେ ସେହି ବୀରମାନଙ୍କର ଛାତିରେ କୋହ ଓ ଦେଶପ୍ରେମ ନିଆଁକୁ ଶବ୍ଦରେ ପ୍ରକାଶ କରି ବିପ୍ଳବୀ ରାମପ୍ରସାଦ ବିସ୍ମିଲ ଗାଇଥିଲେ सरफरोशी की तमन्ना अब हमारे दिल में है देखना है जोर कितना बाजू एक कातिल में है ଏହି ପଂକ୍ତି କେବଳ କବିତା ନଥିଲା ବରଂ ଏହା ଥିଲା ମୃତ୍ୟୁକୁ ସାମ୍ନାରେ ଦେଖି ମଧ୍ୟ ଦେଶ ପାଇଁ ପ୍ରାଣ ବଳି ଦେବାର ଏକ ଅଦମ୍ୟ ସାହସ ଯୌବନର ପ୍ରାରମ୍ଭରୁ ହିଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଏହି ବୀରମାନେ ବୁଝାଇ ଦେଇଥିଲେ ଯେ ମାତୃଭୂମିର ସମ୍ମାନ ଆଗରେ ନିଜ ପ୍ରାଣର ମୂଲ୍ୟ ତୁଚ୍ଛ ଅଟେ ଏହି ସ୍ୱାଧୀନତା ସଂଗ୍ରାମରେ ଆମ ଓଡ଼ିଶାର ଭୂମିକା ତଥା ଅବଦାନ ମଧ୍ୟ କୌଣସି କୋଣରେ କମ୍ ନଥିଲା 1857 ମସିହାରେ ସିପାହୀ ବିଦ୍ରୋହ ପୂର୍ବରୁ 1817 ମସିହାରେ ଓଡ଼ିଶାର ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଯେଉଁ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା ତାହା ଥିଲା ଇଂରେଜ ସରକାରଙ୍କ ବିରୋଧରେ ପ୍ରଥମ ସଶସ୍ତ୍ର ଗଣ ଆନ୍ଦୋଳନ ବୀର ସୁରେନ୍ଦ୍ର ସାଏ ଜୟରାଜଗୁରୁଙ୍କଠାରୁ ଆରମ୍ଭ କରି ଶହୀଦ ଲକ୍ଷ୍ମଣ ନାୟକ ଏବଂ ବ୍ରିଟିଶ ଗୁଳିରେ ଶିକାର ହୋଇଥିବା କୁନି ଶହୀଦ ବାଜି ରାଉତଙ୍କ ବଳିଦାନ ଆମ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ସେହି ମହାନ ଯୋଦ୍ଧାମାନଙ୍କର ଅତୁଳନୀୟ ଦେଶପ୍ରେମ ଏବଂ ଆତ୍ମୋତ୍ସର୍ଗର ନିଦର୍ଶନକୁ ବର୍ଣ୍ଣନା କରିବାକୁ ଯାଇ ଆମ ଓଡ଼ିଶାର ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର କାଳଜୟୀ କବିତାରେ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବରେ ଲେଖିଥିଲେ ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ଦେଶ ସ୍ୱରାଜ ପଥେ ଯେତେ ଗାଢ଼ ପୁରୁ ତହିଁ ପଡ଼ି ଧୀରେ ମାଂସ ହାଡ଼ ଭାଇ ଓ ଭଉଣୀମାନେ ସ୍ୱାଧୀନତା ହାସଲ କରିବା ଯେତିକି କଷ୍ଟଦାୟକ ଓ ରକ୍ତାକ୍ତ ଥିଲା ଆଜିର ସମୟରେ ସେହି ସ୍ୱାଧୀନତାର ପ୍ରକୃତ ମୂଲ୍ୟ ବୁଝିବା
ଏବଂ ତାହାକୁ ସଠିକ୍ ଦିଗରେ ବଜାୟ ରଖିବା ଆମ ପାଇଁ ସେତିକି ବଡ଼ ଆହ୍ୱାନ ହୋଇପଡ଼ିଛି। ଆଜି ଆମେ ଦେଶର 80ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଏକ ଆତ୍ମନିରୀକ୍ଷଣ କରିବାର ସମୟ ଆସିଛି। ଆମେ ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ମହାକାଶ ଗବେଷଣା ଏବଂ ସାମରିକ ଶକ୍ତି କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛୁ। ଚନ୍ଦ୍ରଯାନଠାରୁ ଆରମ୍ଭ କରି ଡିଜିଟାଲ ଇଣ୍ଡିଆ ପର୍ଯ୍ୟନ୍ତ ଆମର ସଫଳତା ଆଜି ବିଶ୍ୱ ଦରବାରରେ ଚର୍ଚ୍ଚାର ବିଷୟ। କିନ୍ତୁ ଆମକୁ ଭୁଲିଗଲେ ଚଳିବ ନାହିଁ ଯେ ଆଜି ବି ଆମ ସମାଜରେ ଦାରିଦ୍ର୍ୟ, ଅଶିକ୍ଷା, ଦୁର୍ନୀତି, ବେକାରୀ ସମସ୍ୟା ଏବଂ ସାମ୍ପ୍ରଦାୟିକ ଭେଦଭାବ ଭଳି ଅନେକ ଅଦୃଶ୍ୟ ଶତ୍ରୁ ବସା ବାନ୍ଧି ରହିଛନ୍ତି। ଏହି ଆଭ୍ୟନ୍ତରୀଣ ଶତ୍ରୁମାନଙ୍କ ବିରୋଧରେ ଲଢ଼ିବା ପାଇଁ ଆଜି ଆମକୁ ଆଉ ଏକ ନୂତନ ବିପ୍ଳବର ଆବଶ୍ୟକତା ରହିଛି। ଆମ ସମାଜକୁ ଗ୍ରାସ କରୁଥିବା ଦୁର୍ବଳତା ଏବଂ କୁସଂସ୍କାରକୁ ହଟାଇ ଦେଶବାସୀଙ୍କୁ ଜାଗ୍ରତ କରିବା ପାଇଁ ଆମର ବିପ୍ଳବୀ କବି ଗୋଦାବରୀଶ ମହାପାତ୍ର ଯଥାର୍ଥରେ ଉଦ୍ବୋଧନ ଦେଇ ଲେଖିଥିଲେ, ଉଠ କଙ୍କାଳ ଛିଣ୍ଡାଇ ଶୃଙ୍ଖଳ ଜାଗ ଦୁର୍ବଳ ଆଜି ଉଠିବାର ଦିନ ଆସିଅଛି ତୋର ପଡ଼ି ନାହିଁ ବେଳ ଘୁଞ୍ଚି। ଆଜିର 21 ବର୍ଷର ଯୁବକ ହେଉ କିମ୍ବା ଆଗାମୀ ପିଢ଼ିର କର୍ଣ୍ଣଧାର, ଆମ ସମସ୍ତଙ୍କ ମନରେ ନୂତନ ଭାରତର ଗଠନ ଏକ ବିରାଟ ଆଶା ଜାଗ୍ରତ କରିବାର ସମୟ ଉପନୀତ। ଏହି ବିଶାଳ ଦେଶର ଭବିଷ୍ୟତ ଆଜି ଆମ ହାତରେ। ଆମେ ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ଏକ ଏକ ନିର୍ଦ୍ଦେଶକ ଭଳି କାମ କରିବାକୁ ପଡ଼ିବ, ଯିଏ ନିଜର ଶ୍ରେଷ୍ଠ କର୍ମ ଓ ଦୂରଦୃଷ୍ଟି ସମ୍ପନ୍ନ ସୃଜନଶୀଳତା ଦ୍ୱାରା ଦେଶ ବିକାଶର ଏକ ନୂତନ ଓ ସୁନ୍ଦର ନିଚିତ୍ର ନାଟ୍ୟ ପ୍ରସ୍ତୁତ କରିପାରିବ। ଯୁବପିଢ଼ିକୁ ବୁଝାଇବାକୁ ହେବ ଯେ ସ୍ୱାଧୀନତା କେବଳ ଅଧିକାରର ଦାବି ନୁହେଁ, ଏହା ହେଉଛି ନିଜ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା। ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ଯୁଗରେ ଆମେ ଏପରି କିଛି ସୃଷ୍ଟି କରିବା ଯାହା ଆମ ସମାଜରେ ସକାରାତ୍ମକ ପ୍ରଭାବ ପକାଇବ, ଯାହା ଆମ ଇତିହାସକୁ ସମ୍ମାନ ଦେବା ସହିତ ଭବିଷ୍ୟତର ରାସ୍ତା ତିଆରି କରିବ। ଆଜିର ଏହି ଶୁଭ ଦିନରେ ଆସନ୍ତୁ ଆମେ ସମସ୍ତେ ଏହି ବିରାଟ ତ୍ରିରଙ୍ଗା ପତାକା ତଳେ ଏକତ୍ରିତ ହୋଇ ନିଜ ହୃଦୟରେ ହାତ ରଖି ଦୃଢ଼ ଶପଥ ନେବା ଯେ ଆମେ କେବେ ବି ଆମର ଅମର ଶହୀଦମାନଙ୍କର ବଳିଦାନକୁ ବୃଥା ଯିବାକୁ ଦେବା ନାହିଁ। ଆମେ ଏପରି ଏକ ସୁଦୃଢ଼, ସମୃଦ୍ଧ ଓ ବିକଶିତ ଭାରତ ଗଠନ କରିବା ଯେଉଁଠି ପ୍ରତ୍ୟେକ ନାଗରିକ ସମାନ ସମ୍ମାନ ଏବଂ ସୁଯୋଗ ପାଇବେ, ଯେଉଁଠି ଧର୍ମ, ଜାତି ଓ ବର୍ଣ୍ଣ ନାମର କୌଣସି ହିଂସା ନଥିବ ଏବଂ ଯେଉଁ ଦେଶର ନିଜର ଜ୍ଞାନ ଓ ବିକାଶ ବଳରେ ସମଗ୍ର ବିଶ୍ୱକୁ ଶାନ୍ତିରେ ମାର୍ଗଦର୍ଶନ କରାଇପାରିବ। ସୀମାନ୍ତରେ ହାଡ଼ଭଙ୍ଗା ଶୀତ ଓ ପ୍ରବଳ ଖରାରେ ରାତିଦିନ ଏକା କରି ଦେଶକୁ ଜାଗି ରହିଥିବା ଅମର ଅଦମ୍ୟ ବୀର ଯବାନମାନଙ୍କୁ ମୋର ଅଶେଷ ସମ୍ମାନ ଓ କୃତଜ୍ଞତା ଜଣାଉଛି। ନିଜ ନିଜର କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଓ ସାଧୁତାର ସହ କାର୍ଯ୍ୟ କରିବା ହିଁ ଦେଶ ମାତୃକାର ପ୍ରତି ଆମର ସବୁଠାରୁ ବଡ଼ ଦେଶପ୍ରେମ ହେବ। ଆସନ୍ତୁ ସମସ୍ତେ ମିଶି ଆମ ଭାରତ ମାତାର ଯଶ ଓ ଖ୍ୟାତିକୁ ମହାକାଶରୁ ବି ଉଚ୍ଚରେ ପହଞ୍ଚାଇବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ବନ୍ଦେ ମାତରମ୍, ଭାରତ ମାତା କି ଜୟ। ଆଶା କରୁଛି ସମସ୍ତଙ୍କୁ ଭାଷଣଟି ଭଲ ଲାଗିଥିବ। ରହୁଛି, ଜୟ ଜଗନ୍ନାଥ।